हरे कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे हरे विप्र घरणी भिक्षा करी पृथुत ଷୋଳନ୍ତଣ୍ଡୁଳ ମୁଷ୍ଟି ଚାରି ଚିରାବସନେ ବାନ୍ଧି ଧୀରେ ତକ୍ଷଣେ ଦେଲା ସ୍ୱାମୀ କରେ। ଧନ୍ୟ ସୁଶୀଳା ଯିଏ ତଣ୍ଡୁଳ ଦାନାଟିଏ ମଧ୍ୟ ଘରେ ନ ରଖି ସବୁ ଭଗବାନଙ୍କ ପାଇଁ ପଠାଇ ଦେଇଥିଲେ। ସୁଶୀଳା କହିଲେ, ଏପରି ଭେଟି ଦେବାକୁ ତୁମକୁ ସଂକୋଚ ଲାଗିପାରେ, କିନ୍ତୁ ତୁମେ କୃଷ୍ଣଙ୍କୁ କହିବ, ଏ ଭେଟି ତୁମ ଭାଉଜ ମୋ ହାତରେ ପଠାଇଛନ୍ତି। ପତ୍ନୀର ଆଗ୍ରହ ଓ ପ୍ରଭୁଙ୍କ ଦର୍ଶନ ଲାଳସା ସୁଦାମାଙ୍କୁ ବାଧ୍ୟ କଲା ଦ୍ୱାରିକା ଯିବା ପାଇଁ। ଚିରା ଲୁଗା ପିନ୍ଧି ହାତରେ ବାଡ଼ିଟିଏ ଧରି ତଣ୍ଡୁଳ ପୁଟୁଳିଟିକୁ ଅଣ୍ଟାରେ ବାନ୍ଧି ଚାଲିଲେ ସୁଦାମା ଦ୍ୱାରିକାକୁ। ସୁଶୀଳା ଚିନ୍ତା କରୁଥିଲେ, ମୋ ପତି ତ ଅନେକ ଦିନ ହେଲା ଭୋକିଲା, ସେ ଚାଲି ଚାଲି ଏତେ ବାଟ କିପରି ଯିବେ? ଦ୍ୱାରିକାରେ କେତେବେଳେ ପହଞ୍ଚିବେ? କିନ୍ତୁ ମୁଁ କ'ଣ କରିବି? ମୋର ଅନ୍ୟ କିଛି ଉପାୟ ନାହିଁ। ମୁଁ ବାଧ୍ୟ ହୋଇ ତାଙ୍କୁ ପଠାଇଲି, କାରଣ ପିଲାମାନଙ୍କର ଦୁଃଖ ମୁଁ ସହିପାରୁନାହିଁ। ସେ ସୂର୍ଯ୍ୟନାରାୟଣଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ମୋ ପତିଙ୍କୁ ରକ୍ଷା କର। ସୁଦାମା ପୌଷ ଶୁକ୍ଳ ସପ୍ତମୀ ଦିନ ଦ୍ୱାରିକା ଗଲେ। ଅତିଶୟ ଶୀତ ଯୋଗୁଁ ଶରୀର ତାଙ୍କର କମ୍ପୁଥିଲା। 7 ଦିନର ଭୋକିଲା ଦୁର୍ବଳ ସୁଦାମା 2 ମାଇଲ ଚାଲିବା ପରେ ଥକିଗଲା। ସେ ଭାବିଲେ, ଏବେ ମୁଁ ଦ୍ୱାରିକାନାଥଙ୍କ ଦର୍ଶନ କରିପାରିବି କି ନାହିଁ। ଦୁର୍ବଳତା ଓ ଚିନ୍ତା ଯୋଗୁଁ ସେ ରାସ୍ତାରେ ମୂର୍ଚ୍ଛା ଯାଉଥିଲେ। ଭଗବାନ ଜାଣିପାରିଲେ ସୁଦାମା ପାଦରେ ଚାଲି ଚାଲି ଆସୁଛି ମୋ ପାଖକୁ। ତେଣୁ ସେ ଗରୁଡ଼କୁ ପଠାଇ ଆକାଶ ମାର୍ଗରେ ସୁଦାମାଙ୍କୁ ଦ୍ୱାରିକାକୁ ଘେନି ଆସିଲେ। ସୁଦାମା ଭାବିଲା, ମୁଁ ସକାଳୁ ଆସିଥିଲି, ସନ୍ଧ୍ୟାରେ ପହଞ୍ଚିଗଲି, ତେଣୁ ଦ୍ୱାରିକା ସେତେ ଦୂର ନୁହଁ। ଭଗବାନଙ୍କ ପାଖକୁ ତୁମେ ଗୋଟିଏ ପାଦ ଗଲେ ସେ ତୁମକୁ ନେବା ପାଇଁ 1000 ପାଦ ଆଗେଇ ଆସିବେ। ସୁଦାମା କୃଷ୍ଣଙ୍କ ପ୍ରସାଦକୁ ରାସ୍ତା ପଚାରିଲେ। ସେ କହିଲେ, କୃଷ୍ଣ ମୋର ମିତ୍ର। ଲୋକେ ହସିଲେ, କହିଲେ, ଆରେ ତୁ କେଉଁ କୃଷ୍ଣଙ୍କ ମିତ୍ର? ସେ ତ ଦ୍ୱାରିକାର ରାଜା, ତୁ ତ ଗୋଟାଏ କେଉଁଠିକାର ଭିକାରୀ। ଏ ପୁଣି କହୁଛି ନା କୃଷ୍ଣଙ୍କର ମୁଁ ମିତ୍ର। ବହୁ କଷ୍ଟରେ ସୁଦାମା ଭଗବାନଙ୍କ ପାଖରେ ପହଞ୍ଚିଲେ, କିନ୍ତୁ ଦ୍ୱାରପାଳ ଛାଡ଼ିଲା ନାହିଁ। ସୁଦାମା କହିଲେ, ମୁଁ ଦ୍ୱାରିକାଧୀଶଙ୍କୁ କିଛି ମାଗିବାକୁ ଆସିନାହିଁ, କେବଳ ଦେଖା କରିବାକୁ ଆସିଛି। ସେ ମୋର ମିତ୍ର, ବିଶୁଦ୍ଧ ପ୍ରେମ କିଛି ମୋତେ ମାଗେ ନାହିଁ। ଦ୍ୱାରପାଳ ହସିଲା, ଭିକାରୀ କ'ଣ କିଛି ମାଗିବାର ଇଚ୍ଛା ନେଇ ଆସେ? ସୁଦାମା କହିଲେ, ହେ ମହାଶୟ, ଆପଣ କେବଳ କୃଷ୍ଣଙ୍କୁ ଏତିକି କୁହନ୍ତୁ, ଆପଣଙ୍କର ଜଣେ ମିତ୍ର ଆପଣଙ୍କୁ ଦେଖା କରିବାକୁ ଆସିଛି। ସେବକ ଭିତରକୁ ଗଲା ଓ ପ୍ରଣାମ କରି ପ୍ରଭୁଙ୍କୁ କହିଲା, ହେ ପ୍ରଭୁ, ଦ୍ୱାର ଦେଶରେ ଜଣେ ଭିକାରୀ ବ୍ରାହ୍ମଣ ପହଞ୍ଚିଛି। ତାର ଆଖି ଭିତରକୁ ପଶିଯାଇଛି, ତାର ହାଡ଼ ଦିଶୁଛି। ସେ ଅତି ଦୁର୍ବଳ, ଦେହରେ ଚିରା ଲୁଗା, ମୁଖରେ କିନ୍ତୁ ଦିବ୍ୟ ତେଜ। ସେ ଆମଠାରୁ କିଛି ନେବାକୁ ଚାହେଁ ନାହିଁ। ସେ କହୁଛି, ମୁଁ କୃଷ୍ଣଙ୍କ ମିତ୍ର ସୁଦାମା, ମୁଁ ତାଙ୍କୁ ସାକ୍ଷାତ କରିବାକୁ ଆସିଛି। ସୁଦାମା ଶବ୍ଦ ଶୁଣି ଭଗବାନ ଦ୍ୱାର ପର୍ଯ୍ୟନ୍ତ ଧାଇଁ ଆସିଲେ। ଦ୍ୱାରଦେଶରେ ଠିଆ ହୋଇ ସୁଦାମା ଭାବୁଥିଲା, ଆଜି ପର୍ଯ୍ୟନ୍ତ ମୋର ଅଭିମାନ ଥିଲା, ମୁଁ ଜ୍ଞାନୀ, ମୁଁ ତପସ୍ୱୀ, ମୁଁ କାହା ଦ୍ୱାରକୁ ଯିବି ନାହିଁ। କିନ୍ତୁ ମୋର ସେ ଅଭିମାନ ଆଜି ସୁଶୀଳା ଦୂର କରିଦେଲା। ସୁଦାମାର ଶରୀର ବସନ ମଇଳା ଥିଲା, କିନ୍ତୁ ତାର ମନ ମଇଳା ନଥିଲା। ତାର ହୃଦୟ ଅତ୍ୟନ୍ତ ସ୍ୱଚ୍ଛ ଓ ପବିତ୍ର ଥିଲା। ଭଗବାନ ମଣିଷକୁ ବସ୍ତ୍ର ନୁହଁ, ହୃଦୟ ଦେଇଛନ୍ତି। ଜୀବ ଯଦି ତାର ଜୀବତ୍ୱକୁ ଅହନ୍ତକୁ ଭୁଲିଯିବ, ତାହେଲେ ଈଶ୍ୱର ତାଙ୍କର ଈଶ୍ୱରତ୍ୱ ଭୁଲିଯିବେ। ଭଗବାନ ସୁଦାମା କହି ଦ୍ୱାର ଦେଶରେ ପହଞ୍ଚିଗଲେ।
ରାଣୀମାନେ ଆଶ୍ଚର୍ଯ୍ୟ ହେଲେ। ଆଜି ପର୍ଯ୍ୟନ୍ତ କେତେ ଲୋକ ଆସିଥିଲେ, କିନ୍ତୁ କାହା ପାଇଁ ତ ସେ ଏତେ ବିହ୍ୱଳ ହୋଇନଥିଲେ। ଆଜି ଏତେ ବିହ୍ୱଳ କାହିଁକି? ଶ୍ରୀକୃଷ୍ଣ ସୁଦାମାଙ୍କୁ ନିଜ ହୃଦୟରେ ଲଗାଇଲେ। ପ୍ରିୟାର ସଙ୍ଗ ଛାଡ଼ି କରି ହରି ବିପ୍ରକୁ ଆଲିଙ୍ଗନ କରି ଜଗତ ବନ୍ଧୁ ଦାମୋଦର ହୃଦୟ ଲଗାଇ ବିପ୍ରବର। ସେ ମିତ୍ରର ଏପରି ବିଷମ ଦଶା ଦେଖି ଦୁଃଖ କଲେ। ସେ କହିଲେ, ମିତ୍ର, ଭଲ ହେଲା ତୁମେ ଏଠାକୁ ଆସିଲ। ସୁଦାମା ଚିନ୍ତା କଲେ, ଯାହା ହେଉ ବୈଭବ ପ୍ରାପ୍ତ ହେବା ପରେ ସୁଦାମା ମୋତେ ଭୁଲି ନାହିଁ। ସମ୍ପତ୍ତି ନିଶାରେ ନିଜ ମିତ୍ରକୁ ଭୁଲି ଯାଇଥିବା ଲୋକକୁ କେବେ ଈଶ୍ୱର କୁହାଯାଇ ନପାରେ। ରୁକ୍ମିଣୀ ସୁଦାମାର ଚରଣ ଧୋଇବା ପାଇଁ ଜଳ ଆଣିବାକୁ ଗଲେ, କିନ୍ତୁ କୃଷ୍ଣ ଅଶ୍ରୁ ଜଳରେ ସୁଦାମାର ଚରଣ ଧୋଇଦେଲେ। ସୁଦାମା ଗୋଡ଼ରେ ବହୁ କଣ୍ଟା ପଶି ଯାଇଥିଲା। ଭଗବାନ ସେ ସବୁ କଣ୍ଟାକୁ ଦାନ୍ତ ଲଗାଇ ବାହାର କରିଦେଲେ। ସୁଦାମା କହିଲେ, ଏ କ'ଣ କରୁଛନ୍ତି? ରାଜାଧିରାଜ ହୋଇ ମୋ ପାଦରୁ ଦାନ୍ତରେ ଆପଣ କଣ୍ଟା ଗାଡ଼ୁଛନ୍ତି? ଯଦି କୌଣସି ରାଣୀ ଦେଖିଦିଏ ତାହେଲେ କ'ଣ ହେବ? କୃଷ୍ଣ କହିଲେ, ତୁମ କହ୍ନେଇ ସମ୍ପତ୍ତି ପାଇବା ପରେ ବି ବିବେକ ଭ୍ରଷ୍ଟ ହୋଇନାହିଁ। ଶ୍ରୀକୃଷ୍ଣ ନିଜକୁ ପରମାତ୍ମା ବୋଲି ଭୁଲି ଯାଇଛନ୍ତି। ସୁଦାମା ଗରିବ ହେଲେ ମଧ୍ୟ ନିଷ୍ପାପ ପବିତ୍ର ଥିଲେ। ତେଣୁ ଭଗବାନ ତାର ଏପରି ସେବା କଲେ। ଦରିଦ୍ର ହେବା ଅପରାଧ ନୁହଁ, କିନ୍ତୁ ଅଭାବ ଭିତରେ ଭଗବାନଙ୍କୁ ଭୁଲିଯିବା ପାପ। ଭଗବାନ ସୁଦାମାଙ୍କୁ ପିନ୍ଧିବାକୁ ପୀତାମ୍ବର ଦେଲେ। ଭୋଜନାଦି ପରେ ସୁଦାମାଙ୍କୁ ପଲଙ୍କରେ ବସାଇ ତାର ପାଦ ସେବା କଲେ। ଶ୍ରୀକୃଷ୍ଣ କହିଲେ, ମିତ୍ର, ତୁମକୁ ରାସ୍ତାରେ ଅନେକ କଷ୍ଟ ହୋଇଥିବ। ମୁଁ ସଂସାର ଲୀଳା ଜଞ୍ଜାଳରେ ମାତି ଯାଇଛି। ଗୁରୁକୁଳର ଦିନଗୁଡ଼ିକ କେତେ ଆନନ୍ଦଦାୟକ ଥିଲା। ଭଗବାନ କହିଲେ, ସୁଦାମା, ଦିନେ ତମେ ଗଛ ଉପରେ ଚଢ଼ି ଲୁଚେଇ ଚଣା ଖାଇଲ, କିନ୍ତୁ ମୁଁ କହିବାରୁ କ'ଣ ଖାଉଛ? ନା, କିଛି ଖାଇନାହିଁ। ଥଣ୍ଡାରୁ ଦାନ୍ତକୁ ଦାନ୍ତ ବାଜି ଶବ୍ଦ ହେଉଛି। ଯିଏ ଏକା ଖାଏ ସେ ଦରିଦ୍ର ହୁଏ। ସୁଦାମା ଭଗବାନଙ୍କୁ ନ ଦେଇ ଖାଇଥିବାରୁ ଦରିଦ୍ର ହେଲା। ଶ୍ରୀକୃଷ୍ଣ ସୁଦାମାର ଚରଣ ସେବା କରିବାର ଦେଖି ରାଣୀମାନେ ଆଶ୍ଚର୍ଯ୍ୟ ହେଲେ। ଆଜି ପର୍ଯ୍ୟନ୍ତ ଆମ ପତି କାହାରିକି ଏପରି ପ୍ରେମ ଦେଖାଇ ନଥିଲେ। ଏ ବ୍ରାହ୍ମଣ ନିଶ୍ଚୟ ଭାଗ୍ୟଶାଳୀ। କୃଷ୍ଣ କହିଲେ, ଆଚ୍ଛା, ତୁମେ ବିବାହ କରି ସାରିଲଣି ତ? ସୁଦାମା କହିଲା, ହଁ, ମୋ ପତ୍ନୀର ନାମ ସୁଶୀଳା। ମୋର ବି ସନ୍ତାନ ଅଛନ୍ତି। ସୁଦାମା ସବୁ କହିଲା, କିନ୍ତୁ ତା ଅଭାବ କଥା କହିଲା ନାହିଁ। ସୁଦାମା କହିଲେ, କୃଷ୍ଣ, ତୁମ ଭାଉଜଙ୍କ ଅନୁରୋଧରେ ମୁଁ ତୁମ ପାଖକୁ ଆସିଛି। ଶ୍ରୀକୃଷ୍ଣ କହିଲେ, ଭାଉଜ ଦିଦି ଏତେ ଭଲ, ତାହେଲେ ସେ ତ ମୋ ପାଇଁ କିଛି ପଠାଇଥିବେ। ଲକ୍ଷ୍ମୀ ଭଗବାନଙ୍କୁ କହିଲେ, ଯଦି ଆପଣ ଚାହିଁବେ ତାହେଲେ ମୁଁ ତୁମ ମିତ୍ର ଘରକୁ କିଛି ଧନ ପଠାଇଦେବି। ତାଙ୍କ ଅଭାବ ଦୂର ହୋଇଯିବ। କୃଷ୍ଣ କହିଲେ, ମୁଁ ଦେବାକୁ ଚାହୁଁନାହିଁ, ନେବାକୁ ଚାହୁଁଛି। ଲକ୍ଷ୍ମୀ କହିଲେ, ଦରିଦ୍ର ବ୍ରାହ୍ମଣ ଆପଣଙ୍କୁ କ'ଣ ଦେଇପାରିବ? ସୁଦାମା ଖୁବ୍ ଭଜା ଲୁଚେଇକି ରଖିଥିଲା। ଖୁଦ ଭଜା ଲୁଚେଇକି ରଖିଥିଲା। ଭଗବାନ ମନେ ମନେ ହସିଲେ। ଭାବିଲେ, ଏ ସେ ଦିନ ଚଣା ଲୁଚେଇଥିଲା, ଆଜି ତଣ୍ଡୁଳ ଲୁଚେଇଛି। ଯିଏ ମୋତେ କିଛି ଦିଏ ନାହିଁ, ମୁଁ ତାକୁ କିଛି ଦିଏ ନାହିଁ। ଯିଏ ମୋତେ ଦିଏ ନାହିଁ, ମୁଁ ତାଠୁ ଛଡ଼େଇ ନିଏ। ଭଗବାନ ସୁଦାମ ଠାରୁ ତଣ୍ଡୁଳ ଛଡ଼େଇ ନେଲେ। ସ୍ୱୟଂ ଜହାର କିମିଦମିତି ପୃଥୁଂ କତଣ୍ଡୁଳାନ୍। ଲୌକିକ ଦୃଷ୍ଟିରୁ 2 ମୁଠା ତଣ୍ଡୁଳ କିଛି ନୁହଁ, ତାହା ସୁଦାମାର ସର୍ବସ୍ୱ। ସୁଦାମା ପ୍ରାରବ୍ଧ କର୍ମାନୁସାରେ ଦରିଦ୍ର। ବିଧାତା କପାଳରେ ଲେଖିଥିବା ଶ୍ରୀକ୍ଷୟ। ଶ୍ରୀକୃଷ୍ଣ ଯେତେବେଳେ ତା କପାଳରେ ତିଳକ ଦେଲେ, ସେତେବେଳେ ତାର ଭାଗ୍ୟଲେଖା ଓଲଟାଇ ଦେଲେ ଓ ତାକୁ କରିଦେଲେ ଯକ୍ଷଶ୍ରୀ। ଯେଉଁ ସମ୍ପତ୍ତି କୁବେର ପାଖରେ ନଥିଲା, ସେ ସମ୍ପତ୍ତି ତାକୁ ଦେଲେ। ଭଗବାନ ତଣ୍ଡୁଳ ଖାଇଲେ ତ ତାଙ୍କ ମୁଖରେ ସାରା ବିଶ୍ୱ ଆହାର କଲା, କାରଣ ସେ ସର୍ବାତ୍ମା। ଶ୍ରୀକୃଷ୍ଣ ସାରା ବିଶ୍ୱକୁ ଅନ୍ନଦାନ କରିବାର ପୁଣ୍ୟ ସୁଦାମାଙ୍କୁ ଦେଲେ। ଶ୍ରୀକୃଷ୍ଣ ସୁଦାମାଙ୍କୁ କହିଲେ, ଗୋକୁଳରେ ମୋ ମା' ଏହିପରି ତଣ୍ଡୁଳ ମୋତେ ଖୁଆଉଥିଲା।
ଯଶୋଦାଙ୍କ ସ୍ମରଣରେ ଭଗବାନଙ୍କ ଆଖି ବୁଜିଗଲା। ସୁଦାମାର ତଣ୍ଡୁଳ ପ୍ରେମ ରସରେ ଭିଜିଥିଲା। ମୁଠାଏ ତଣ୍ଡୁଳ ବଦଳରେ ପ୍ରଭୁ ସମଗ୍ର ଦ୍ୱାରିକାର ଐଶ୍ୱର୍ଯ୍ୟ ସୁଦାମା ଘରକୁ ପଠାଇଦେଲେ। ଧନ୍ୟ ତୁମେ ସୁଦାମା, ଆଉ ଧନ୍ୟ ତୁମ ପ୍ରଭୁ ପରମାତ୍ମାଙ୍କ ଲୀଳାମୟ ଲୀଳା। ଏ ଭାଗବତ 3000 4000 ଭ୍ୟୁ ହେବା କଥା, କିନ୍ତୁ ବିଡ଼ମ୍ବନା କଳିଯୁଗର ମଣିଷମାନଙ୍କର, ଭକ୍ତମାନଙ୍କର ଭାଗବତ ଦେଖିବାକୁ ଖୁସି ନୁହନ୍ତି। କେଡ଼େ ସୁନ୍ଦର କଥା, କେଡ଼େ ଆନନ୍ଦର କଥା। ଗୋବିନ୍ଦ ମିତ୍ର ପ୍ରିୟ ଅର୍ଥେ ପୃଥୁ ତଣ୍ଡୁଳ ବେନି ହସ୍ତେ, କମଳା ଚାହେଁ ସ୍ଥିର ଦୃଷ୍ଟି, ତୁଣ୍ଡେ ଭରିଲେ କମୁଷ୍ଟି, ସନ୍ତୋଷେ ଭୁଞ୍ଜି ଦାମୋଦର ଦ୍ୱିତୀୟ ମୁଷ୍ଟି ଧରିକର, ତୁଣ୍ଡେ ଭରନ୍ତେ ଗୋପୀନାଥ ଲକ୍ଷ୍ମୀ ଧଇଲେ ବେଗେ ହସ୍ତ, ଭୋ ବିଶ୍ୱନାଥ ଭଗବାନ ଏ ମୁଷ୍ଟି ନକର ଭୋଜନ। ସୁଦାମା ତା ଦାରିଦ୍ର୍ୟ କଥା ଭଗବାନଙ୍କୁ କହିନଥିଲା, ତେଣୁ ଭଗବାନ ଐଶ୍ୱର୍ଯ୍ୟ ପ୍ରଦାନ କଥା କହିଲେ ନାହିଁ। ସୁଦାମା ପରଦିନ ଫେରି ଆସିବା ପାଇଁ ପ୍ରସ୍ତୁତ ହେଲେ। ଭଗବାନ ତାଙ୍କୁ ଅଟକାଇଲେ ନାହିଁ, କାରଣ ଏଣେ ସୁଶୀଳା ସବୁ ବୈହ ପାଇ ମଧ୍ୟ ବ୍ରତରେ ବସିଥିବେ। ପତିମୁଖ ଦର୍ଶନ ନ କଲା ପର୍ଯ୍ୟନ୍ତ ଭୋଜନ କରିବେ ନାହିଁ। ଭଗବାନ ଚିନ୍ତା କଲେ, ସୁଦାମାଙ୍କୁ ନ ଛାଡ଼ିଲେ ଭାଉଜ ତେଣେ ଭୋକିଲା ରହିଯିବେ। ଆମ ଅର୍ଦ୍ଧାଙ୍ଗିନୀ ବି ଗୋଟେ ସୁଶୀଳା। ମୁଁ ଯୁଆଡ଼େ ଯାଇଥିବି ସେ ଚାହିଁ ରହିଥିବେ, ମୋଟେ ଖାଇବେନି। ମୁଁ କହିଲି, ଆରେ ବାହାରକୁ ଗଲେ ତମେ ଖାଇଦିଅ, ନା, ସେ ମୋଟେ ଖାଇବେନି, ମୋଟେ ଶୁଣିବେନି। ଯଦି କୁଆଡ଼େ ଗାଁକୁ ଯାଇଥିବି ତାହେଲେ ଅଲଗା କଥା। ଯଦି ଏଇ ଭୁବନେଶ୍ୱର କୁଆଡ଼େ ଯାଇଥିବି ତାହେଲେ ସେ ବସିଥିବେ ସେମିତି ଅପେକ୍ଷା କରି। ଧନ୍ୟ ତୁମେ ଦମୟନ୍ତୀ ରୂପୀ ସୁଶୀଳା। ତେଣୁ ସେ ସୁଦାମାଙ୍କୁ ଅଟକାଇଲେ ନାହିଁ। ସୁଦାମା ଯିବାବେଳେ ଭଗବାନଙ୍କୁ କିଛି ମାଗିଲେ ନାହିଁ। ଶ୍ରୀକୃଷ୍ଣ କହିଲେ, ମିତ୍ର, ତୁମେ ଆଉ ଥରେ ଆସିଲେ ଭାଉଜଙ୍କୁ ସଙ୍ଗରେ ଆଣି ଆସିବ। ମୁଁ ତାଙ୍କୁ ବନ୍ଦନ କଲି ବୋଲି କହିବ। ସାରା ବିଶ୍ୱ କୃଷ୍ଣଙ୍କୁ ବନ୍ଦନା କରେ, କିନ୍ତୁ ସେ ଏକ ଦରିଦ୍ର ବ୍ରାହ୍ମଣର ପତ୍ନୀଙ୍କୁ ବନ୍ଦନା କଲେ। କାରଣ ମୋ ମା ଯେଉଁ ବସ୍ତୁ ଦେଇଥିଲା, ଭାଉଜ ସେହି ବସ୍ତୁ ଦେଲେ। ସୁଦାମା ନିଜ ଘର ଖୋଜି ପାଇଲା ନାହିଁ। ତା ଘର ଯେଉଁଠି ଥିଲା ସେଠାରେ ଏକ ବିରାଟ ପ୍ରାସାଦ ଠିଆ ହୋଇଛି। ସୁଦାମା ଚିନ୍ତା କଲା, ମୋ କୁଡ଼ିଆଟି କୁଆଡ଼େ ଗଲା? ଏଣେ ସୁଦାମାର ଆସିବା ସମାଚାର ଶୁଣି ସୁଶୀଳା ଧାଇଁ ଆସିଲା। ପତିଙ୍କୁ ସ୍ୱାଗତ କରି କହିଲା, ତୁମ ମିତ୍ରଙ୍କ କୃପାରୁ ଏସବୁ ହୋଇଛି। ସୁଦାମାର ମନ କୃତଜ୍ଞତାରେ ଭରିଗଲା। ସେ ପ୍ରାର୍ଥନା କରିବାକୁ ଲାଗିଲେ, ହେ ପ୍ରଭୁ, ମୁଁ ଧନ ଚାହିଁନଥିଲି। ମୁଁ ଜନ୍ମ ଜନ୍ମାନ୍ତରେ କେବଳ ଆପଣଙ୍କ ଭକ୍ତି ଚାହିଁଥିଲି। ପରମାତ୍ମା ଜୀବର ନିଃସ୍ୱାର୍ଥ ସଖା। ଜଗତରେ ପରମାତ୍ମାଙ୍କୁ ଛାଡ଼ି ଏପରି କେହି ନାହିଁ ଯେ ନିଜ ମିତ୍ରକୁ ତା ସର୍ବସ୍ୱ ଦେବ। ଯଦି ସେବା ଓ ସ୍ତୁତି କରିବାକୁ ଚାହୁଁଛ ତାହେଲେ ଭଗବାନଙ୍କୁ କର। ଜୀବ ଈଶ୍ୱରଙ୍କୁ ପ୍ରେମ କରେ, ଈଶ୍ୱର ଜୀବକୁ ପ୍ରେମ କରନ୍ତି। ଜୀବର ପରମ ମିତ୍ର ପ୍ରକୃତ ପିତା ହେଉଛନ୍ତି ଈଶ୍ୱର। ସୁଦାମା ଈଶ୍ୱରଙ୍କୁ ପ୍ରେମ କରୁଥିଲା, ତେଣୁ ସେ ସୁଦାମାଙ୍କୁ ଆପଣାର କଲେ, ତାଙ୍କୁ ବୈଭବଶାଳୀ କରିଦେଲେ। ସୁଦାମା ପୁରୀକୁ ଦ୍ୱାରିକାଠାରୁ ସମୃଦ୍ଧ କରିଦେଲେ। ସ୍ମରତ ପାଦକମଳଂ ଆପ୍ତାନମପି ଯଚ୍ଛତି ନମ ବର୍ତ୍ତକାମାନ୍। ଭଗବାନଙ୍କ ଚରଣ କମଳକୁ ଯିଏ ସ୍ମରଣ କରେ, ଭଗବାନ ତାକୁ ନିଜର ସ୍ୱରୂପ ଦାନ କରନ୍ତି। ଏ ଧନ ଦିନ ତା ତୁଚ୍ଛ, ଏ ଧନ ଦାନ ତ ତୁଚ୍ଛ, ଶାରୀରିକ ମିଳନ ତୁଚ୍ଛ, ମାନସିକ ମିଳନ ଦିବ୍ୟ। ଧନୀ ଦରିଦ୍ରକୁ ସମ୍ମାନ କଲେ ସବୁ ନଗରୀ ଦ୍ୱାରିକା ପରି ସମୃଦ୍ଧ ହେବ। ବସୁଦେବ ଦେବକୀ ଅନ୍ୟ ସବୁ ଯାଦବମାନେ କୁରୁକ୍ଷେତ୍ର ଗଲେ। ଏ ଶରୀର ଏକ କୁରୁକ୍ଷେତ୍ର, ଯେଉଁଠି ପ୍ରବୃତ୍ତି ଓ ନିବୃତ୍ତିର ଲଢ଼େଇ ହୁଏ। ସକାମ କର୍ମ ସ୍ୱର୍ଗ ଦିଏ, କିନ୍ତୁ ମୁକ୍ତି ଦିଏ ନାହିଁ। ନିଷ୍କାମ କର୍ମ ପାପନାଶ କରେ।
ଶରୀର ରଥକୁ ଯିଏ ଈଶ୍ୱରଙ୍କ ହାତରେ ଟେକିଦିଏ ସେ ମୁକ୍ତି ପାଏ। କୃଷ୍ଣଙ୍କ କଥା ଶ୍ରବଣରୁ ଭଜନ କରିବାର ପ୍ରେରଣା ମିଳେ। ଇନ୍ଦ୍ରିୟ ଶୁଦ୍ଧ ହୁଏ। ଗଙ୍ଗା ସ୍ନାନରେ ଶରୀର ଶୁଦ୍ଧ ହୁଏ। କଥା ସ୍ନାନରେ ମନ ଶୁଦ୍ଧ ହୁଏ। ବାସନା ପୁନର୍ଜନ୍ମର କାରଣ। ମୃତ୍ୟୁ ପୂର୍ବରୁ ବାସନା ତ୍ୟାଗ କର। ବୈରାଗ୍ୟ ଓ ସୁଖ ବାସନାକୁ ଜନ୍ମ ଦିଏ, ତାକୁ ତ୍ୟାଗ କରିବା ଉଚିତ। ଶ୍ରୀକୃଷ୍ଣ ଦେବକୀ ବସୁଦେବଙ୍କୁ ପଚାରିଲେ, ଆପଣମାନଙ୍କ ମନରେ କିଛି ଇଚ୍ଛା ଅଛି କି? ଯଦି ଥାଏ ତାହେଲେ ମୁଁ ତା ପୂର୍ଣ୍ଣ କରିବି। ବସୁଦେବ କହିଲେ, ମୋର ଏକମାତ୍ର ଇଚ୍ଛା ଅନ୍ତକାଳରେ ତୋତେ ସ୍ମରଣ କରି ଓ ତୋର ନାମ ନେଇ ମୁଁ ଦେହତ୍ୟାଗ କରେ। ମୃତ୍ୟୁ ସମୟରେ ଭଗବାନଙ୍କୁ ସ୍ମରଣ କରୁଥିବା ବ୍ୟକ୍ତି ଧନ୍ୟ, ତାର ଜୀବନ ସାର୍ଥକ। ଯେ ମୃତ୍ୟୁ ଚିନ୍ତା କରେ ସେ ପାପରୁ ବଞ୍ଚିଯାଏ। ମନକୁ ସଂସାରରୁ ହଟାଇ ପ୍ରଭୁଙ୍କଠାରେ ଲଗାଇ ଦିଅ। ମୃତ୍ୟୁ ନିକଟ ହେଲେ ପୁତ୍ରକୁ ସବୁ ସମ୍ପତ୍ତି ଦେଇ ପ୍ରଭୁଙ୍କ ଭଜନ କର। ମୃତ୍ୟୁ ଆସିବାରୁ ମୁଁ ଭୋଗବିଳାସ ଭୁଲିଗଲି, ଈଶ୍ୱରଙ୍କ ଭଜନ କଲି। ସବୁବେଳେ ମୃତ୍ୟୁକୁ ଦୃଷ୍ଟିରେ ରଖି ମନକୁ ଈଶ୍ୱରଙ୍କ ଭଜନରେ ଲଗାଇ ଦିଅ। ଭଗବାନ ଦେବକୀଙ୍କ ଇଚ୍ଛା ଜାଣିବାକୁ ଚାହିଁଲେ। ସେ କହିଲେ, କଂସ ଦ୍ୱାରା ମୃତ ମୋର ପୁତ୍ରମାନଙ୍କୁ ମୁଁ ଦେଖିବାକୁ ଚାହୁଁଛି। ଯଶୋଦାଙ୍କ ଇଚ୍ଛା କଥା କୃଷ୍ଣ ପଚାରିଲେ। ସେ କହିଲେ, କହ୍ନେଇ, ମୋର ଇଚ୍ଛା ନିରନ୍ତର ତୋର ଦର୍ଶନ କରେ। ମୁଁ କ୍ଷଣମାତ୍ର ତୋତେ ଦୃଷ୍ଟିରୁ ଅନ୍ତର କରିବାକୁ ଚାହେଁ ନାହିଁ। ଇଚ୍ଛା ଭକ୍ତିର ବାଧକ ଓ ପୁନର୍ଜନ୍ମର କାରଣ। କୃଷ୍ଣ ସୂତକ ପାତାଳରୁ ସବୁ ଭାଇଙ୍କୁ ଆଣିଲେ ଓ ଦେବକୀ ସବୁ ପୁତ୍ରଙ୍କୁ ଦର୍ଶନ କଲେ। ପ୍ରଭୁ ଦେବକୀ ବସୁଦେବଙ୍କୁ ଦିବ୍ୟ ତତ୍ତ୍ୱ ଜ୍ଞାନ ଦେଲେ। ବ୍ରହ୍ମବିଦ୍ୟା ହେଉଛି ସୁଭଦ୍ରା। ଭଦ୍ର ହେଲା କଲ୍ୟାଣ କରିବା ବାଲା। ଅଦ୍ୱୈତଦର୍ଶୀ ବ୍ରହ୍ମବିଦ୍ୟା ହେଉଛି ସୁଭଦ୍ରା। ଯାହା ଘରେ ସୁଭଦ୍ରା ତା ଜୀବନ କଲ୍ୟାଣମୟ ଓ ସେ ସୁଖୀ। ଅର୍ଜୁନଙ୍କ ପରି ସନ୍ନ୍ୟାସ ନେଇ ତପ କରିବା ବାଲାକୁ ସୁଭଦ୍ରା ମିଳନ୍ତି। ଅର୍ଜୁନ ତ୍ରିଦଣ୍ଡୀ ସନ୍ନ୍ୟାସ ନେଇ 4 ମାସ କଠିନ ତପସ୍ୟା କରିଥିଲେ ଓ ପ୍ରତିଦିନ 18 ଘଣ୍ଟା ଓଁକାର ଜପ କରିଥିଲେ। ତାପରେ ପ୍ରଭୁ ତାଙ୍କୁ ସୁଭଦ୍ରା ବ୍ରହ୍ମବିଦ୍ୟା ଦେଲେ। ଚଞ୍ଚଳ ଆଖି ମନକୁ ଚଞ୍ଚଳ କରେ। ସୁସ୍ୱାଦୁ ଭୋଜନ କରିବା ବାଲା ଭୋଜନ କରିପାରିବ ନାହିଁ, ପାରନ୍ତି ନାହିଁ। ବ୍ରହ୍ମବିଦ୍ୟା ପ୍ରାପ୍ତି ପାଇଁ ତ୍ରିଦଣ୍ଡୀ ସନ୍ନ୍ୟାସୀ ହେବାକୁ ପଡ଼ିଲା। ପ୍ରଭୁଙ୍କ ପାଇଁ ସର୍ବସ୍ୱ ତ୍ୟାଗ କରିବା ସନ୍ନ୍ୟାସ। ସଂସାର ସୁଖ ଉପଭୋଗ କରି ଭକ୍ତି କରିବା ବାଲା ଉପରେ ଭଗବାନ ଶୀଘ୍ର କୃପା କରନ୍ତି ନାହିଁ। ସଂସାର ସୁଖ ତ୍ୟାଗୀ ପ୍ରତି ଭଗବାନ ଶୀଘ୍ର କୃପା କରନ୍ତି। ଭଗବାନଙ୍କ ଶରଣରେ ଗଲେ ମାୟାବନ୍ଧନ ତୁଟେ। ମାୟା ଜୀବକୁ ଭଗବାନଙ୍କ ଠାରୁ ଦୂରେଇ ଦିଏ। ପବିତ୍ର ବିଚାର କରିବା ପାଇଁ ପ୍ରଭୁ ବୁଦ୍ଧି ଓ ମନ ଦେଇଛନ୍ତି। ପବିତ୍ର ବିଚାର କଲେ ମନ ଶୁଦ୍ଧ ହୁଏ। ବେଦ ସଗୁଣ ଓ ନିର୍ଗୁଣ ବ୍ରହ୍ମର ବିଚାର କରିଛି। ଈଶ୍ୱର ସାକାର ଓ ନିରାକାର ଏ ଦୁଇଟି ରୂପରେ ଲୀଳା କରନ୍ତି। ଈଶ୍ୱରଙ୍କର କୌଣସି ଗୋଟିଏ ଆକାର ନାହିଁ, ସେ ଅନେକ ରୂପ ଧାରଣ କରିପାରନ୍ତି। ନିର୍ଗୁଣ ସଗୁଣ ବ୍ରହ୍ମଙ୍କର 2ଟି ସ୍ୱରୂପ। ନିର୍ଗୁଣ ଭକ୍ତିର ବଶ ହୋଇ ସଗୁଣ ହୁଏ। ଲୌକିକ ନାମ ରୂପ ସତ୍ୟ ନୁହଁ। ଜଗତରେ ଯାହା କିଛି ଦିଶୁଛି ସବୁ ପ୍ରଭୁଙ୍କ ସ୍ୱରୂପ। ମାଟି ଜଳରେ ପ୍ରଭୁ ବ୍ୟାପ୍ତ। ଜ୍ଞାନ ଅପେକ୍ଷା ଧ୍ୟାନ ଶ୍ରେଷ୍ଠ। ଈଶ୍ୱରଙ୍କ କୌଣସି ସ୍ୱରୂପକୁ ବାରମ୍ବାର ଚିନ୍ତନ କଲେ ଈଶ୍ୱରଙ୍କ ଧ୍ୟାନ ଶୁଣ ଓ ଦର୍ଶନ କର। ଏହା କରିବା ଦ୍ୱାରା ମନର ଶାନ୍ତି ବଢ଼େ। ମନକୁ ପରମାତ୍ମାଙ୍କର କୌଣସି ଗୋଟିଏ ସ୍ୱରୂପରେ ବିବେକପୂର୍ବକ ସ୍ଥିର କର। ଜ୍ଞାନ ମାର୍ଗରେ ନେତି ନେତି କହି ଈଶ୍ୱରଙ୍କ ଦର୍ଶନ ବର୍ଣ୍ଣନା କରାଯାଇଛି। ଭକ୍ତି ମାର୍ଗରେ ଇତି ଇତି କହି ଭଗବାନଙ୍କର ବର୍ଣ୍ଣନା କରାଯାଇଛି। ଲକ୍ଷ୍ୟ ଏକ, ଭଗବାନଙ୍କ ଲୀଳା ଅନନ୍ତ, ଗୁଣ ଅନନ୍ତ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବା। 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 शान्ताकारो भुजगशयनं पद्मनाभ सुरेशं, विश्वधारगं मेघवर्णं शुभांगं, लक्ष्मीकान्तं कमलनयनं योगिभिर्ध्यानं, वन्दे विष्णुं भवहरं सर्वलोकैकनाथं। सशङ्खचक्रसकृं सपीतवस्त्रं सरशिरोगणं, सहारवक्षस्थलवसंस्यं, नमामि विष्णुं शिरसा चतुर्भुजं। कस्तूरीदलङ्कं
ललाटलक्ष्मीनाशायङ्करं करगणं सर्वाङ्गे हरिचन्दन सुललितकण्ठे चमुक्तावळी गोपस्त्री परिवेष्टितो विजयते उपाळ चूडामणि पुरेन्द्रवनन्तं सन्त्यं श्रीवस्त्रामुदार्कोस्तं दरपिताम्बरसुन्दरं गोपीनानं ताचित्तनुगोपसङ्घाप्तं विद्याङ्गभुजं भजे। त्वमेव माता च पिता त्वमेव बन्धुः सखा त्वमेव विद्या च द्रवण त्वमेव सर्वदेव मम देवदेव। हरे कृष्ण 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 हरे हरे, हरे राम 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 हरे हरे।